ଜୟ ଜଗନ୍ନାଥ ପିଲାମାନେ। ୱାଇଟି ପ୍ଲାଟଫର୍ମରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଏବେ ତୁମେମାନେ ସ୍କ୍ରିନରେ ଦେଖିପାରୁଥିବ କି ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ମୟୂରଭଞ୍ଜ ତରଫରୁ ଭେକେନ୍ସି ଆସିଛି, ଗୃହରକ୍ଷୀର ଭେକେନ୍ସି। ଏବେ ଏ ଭିଡ଼ିଓ ମାଧ୍ୟମରେ ଆମେ ଡିଟେଲରେ ବୁଝି ନେବା କି ତାର ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି, ତା ସହିତ ସିଲେକ୍ସନ୍ ପ୍ରୋସିଜର କିପରି ରହିବ, ଡିଟେଲରେ ଆମେ ଦେଖିନେବା। ତେବେ ନୋଟିସ୍ କ'ଣ ରହିଛି ପ୍ରଥମେ ଆଗ ତାକୁ ଦେଖିନେଉ। କି ନୋଟିସ୍ ନମ୍ବର 108 ଏବଂ ଡେଟ୍ ଆପଣମାନେ ଦେଖିବାକୁ ପାଉଥିବେ କି 3/3/2025। ତ କ'ଣ ଲେଖା ଅଛି ନା, ଶ୍ରୀମାନ ମହାସମାଦେଷ୍ଟ ଗୃହରକ୍ଷୀ ବାହିନୀ ଓଡ଼ିଶା, କଟକଙ୍କ ଚିଠି ସଂଖ୍ୟା 233, ଗୃହରକ୍ଷୀ, ଯାହାକି 5/2/2025 ତାରିଖ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ନିମ୍ନଲିଖିତ ଗୃହରକ୍ଷୀ ପଦବୀ ଚୟନ ନିମନ୍ତେ ଉପଯୁକ୍ତ ପ୍ରାର୍ଥୀ ଏବଂ ପ୍ରାର୍ଥିନୀମାନଙ୍କ ଠାରୁ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଆହ୍ୱାନ କରାଯାଉଛି। ତ ଡିଟେଲ ଆମେ ଦେଖିବା ତାର ଆପ୍ଲାଏ ଡେଟ୍ କେବେଠାରୁ ଏବଂ ତାର ଲାଷ୍ଟ ଡେଟ୍ କେତେ ପର୍ଯ୍ୟନ୍ତ ଅଛି, ଡିଟେଲ ଆମେ ଦେଖିବା, ଯାହାକି ଓଡ଼ିଶା ହୋମଗାର୍ଡ ଆକ୍ଟ 1961। ତେବେ ପ୍ରଥମେ ଦେଖିବା କ'ଣ ରହିଛି। ଟୋଟାଲ ପୋଷ୍ଟ ତମର ପିଲାମାନେ ଅଛି 175ଟି ଭେକେନ୍ସି ଏବଂ ବୟସ ସୀମା ଯାହାକି ଅଛି ତମର 1/1/2025 ପର୍ଯ୍ୟନ୍ତ। ବୟସ ସୀମା 20 ବର୍ଷରୁ କମ୍ କିମ୍ବା 60 ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ, ଅର୍ଥାତ୍ ତୁମେମାନେ 20ରୁ 60 ବର୍ଷ ମଧ୍ୟରେ ଆପ୍ଲାଏ କରିପାରିବ। ଦେନ୍ ରହିଲା କି ଯଦି ଦେଖିବା ତାର ଯୋଗ୍ୟତା ବା ଇଲିଜିବିଲିଟି କ'ଣ ରହିଛି, ଆବେଦନକାରୀ ମୟୂରଭଞ୍ଜ ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ତ ରେସିଡେଣ୍ଟାଲ ଡିଷ୍ଟ୍ରିକ୍ଟରୁ ଆପଣ ବିଲଙ୍ଗ କରୁଥିବା ଦରକାର। ଦେନ୍ ରହିଲା କି ଆବେଦନକାରୀ ଓଡ଼ିଆ ଭାଷାରେ କହିବା, ପଢ଼ିବା, ଲେଖିବା ଜାଣିଥିବା ଆବଶ୍ୟକ ଏବଂ ସମସ୍ତେ ମଧ୍ୟ ଏସବୁ ଥିବ। ଦେନ୍ ରହିଲା କି ଆବେଦନକାରୀ କୌଣସି ଫୌଜଦାରୀ ମକଦ୍ଦମାରେ ସମ୍ପୃକ୍ତ ନଥିବେ। ତୁମ ନାଁରେ କୌଣସି ମକଦ୍ଦମା ନଥିବା ଆବଶ୍ୟକ। ନମ୍ବର 4ରେ ଦେଲା କି ଆବେଦନକାରୀ ସୁସ୍ଥ ସବଳ ହୋଇଥିବେ, ଶାରୀରିକ ବିକଳାଙ୍ଗ ହୋଇନଥିବେ। ତ ଇଏ ରହିଲା କମନ ଇଲିଜିବିଲିଟି ଅଛି। ଦେନ୍ ଦେଖିବା କି ବୟସ ତ ଜାଣିଲେ, ଯାହାକି 20ରୁ 60 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତା ସହିତ ଦେଖିବା ଏଜୁକେଶନାଲ କ୍ୱାଲିଫିକେସନ କ'ଣ ରହିଛି ବା ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି। ଆବେଦନକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଏଲ୍‌ପି ଷ୍ଟାଣ୍ଡାର୍ଡ, ଯାହାକି କ୍ଲାସ ଭି। ତ ପଞ୍ଚମ ପାସ୍ ଥିବା ଦରକାର ଗୃହରକ୍ଷୀ। ଦେନ୍ ରହିଲା ତୁମର ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ଯାହାକି ପୂରଣ କରି ତୁମ ସିଧାସଳଖ ଭାବେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ମୟୂରଭଞ୍ଜଠାରେ କେତେ ନା 5/3/2025 ତାରିଖ ଠାରୁ ପୂର୍ବାହ୍ନ 10 ଘଟିକା ଠାରୁ 25/3/2025, ଅର୍ଥାତ୍ ତୁମେ ଜାଣି ରଖିବା ଉଚିତ, ଯାହାକି ଲାଷ୍ଟ ଡେଟ୍ ତୁମର ରହିବ ଚଳିତ ମାସ 25 ତାରିଖ ଅପରାହ୍ନ 4ଟା ପର୍ଯ୍ୟନ୍ତ ତୁମର ଫର୍ମ ଦାଖଲ କରିପାରିବ। ଦେନ୍ ରହିଲା ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚିବା ଦରଖାସ୍ତକୁ ବିଚାର କରାଯିବ ନାହିଁ। ତ 25 ତାରିଖ ପରେ ଯଦି ତୁମେ ମାନେ ଫର୍ମ ନେଇକି ସେଠି ଡିପୋଜିଟ୍ ଦେଉଛ, ତେବେ ସେ ଫର୍ମକୁ ତୁମର ନାକଚ କରିଦିଆଯିବ। ତେଣୁ 25 ତାରିଖ ପୂର୍ବରୁ ତୁମେ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛ ନିଶ୍ଚିନ୍ତ ଆପ୍ଲାଏ କରିବ। ଦେନ୍ ରହିଲା ଆବେଦନ ଫର୍ମ ଗୁଡ଼ିକ ଏହି ଜିଲ୍ଲାର ସମସ୍ତ ଥାନା, ଫାଣ୍ଡି ଓ ସମାଦେଷ୍ଟ ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ। ତ ତାର ନକଲ ରହିବ। ଦେନ୍ ରହିଲା କି ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ସହିତ ନିଜ ଦସ୍ତଖତ ସମ୍ବଳିତ ଆଧାର କାର୍ଡ଼। ତ ଏଠି ଦେଖିନିଅ କ'ଣ କ'ଣ ଅଛି। ଆଧାର କାର୍ଡ଼, ଆବାସିକ, ବୟସ ଓ ଶିକ୍ଷାଗତ ଯୋଗ୍ୟତା, ବୈଷୟିକ ଦକ୍ଷତା ପ୍ରମାଣପତ୍ର ଗୁଡ଼ିକର ନକଲ ଓ 4 ଗୋଟି ପାସପୋର୍ଟ ଆକାର ନିଜ ଫଟୋ ସଂଲଗ୍ନ କରିବେ। ତ ମନେ ରଖନ୍ତୁ ଆଉଥରେ କି ଶିକ୍ଷାଗତ ଯୋଗ୍ୟତା, ବୟସ ତୁମର, ତା ସହିତ ଆଧାର କାର୍ଡ଼, ବୈଷୟିକ ଶିକ୍ଷାର ଦକ୍ଷତା ପ୍ରମାଣପତ୍ର ତାର ଯାହା କିଛି ଥିବ ତାର ନକଲ, ଜେରକ୍ସ, ଅର୍ଥାତ୍ ତୁମର ସବୁକିଛି ଜେରକ୍ସ ସହିତ କ'ଣ ନା ରହିଲା 4ଟି ପାସପୋର୍ଟ ଫଟୋ ନେଇକି ସେ ଆବେଦନ କରିପାରିବେ। ତା ସହିତ ଆବେଦନକାରୀ ଡ୍ରାଇଭିଂ, କମ୍ପ୍ୟୁଟର, ଇଲେକ୍ଟ୍ରିସିଆନ, ଲଣ୍ଡ୍ରି, କୁକ୍, ବାର୍ବର, କାର୍ପେଣ୍ଟର, ଟେଲରରେ ଅଭିଜ୍ଞତା ରହିଥିଲେ ଉକ୍ତ ଚୟନ ପରୀକ୍ଷାରେ ଅଗ୍ରାଧିକାର ଦିଆଯିବ। ତ ଏଇଟା ତୁମର ପଜିଟିଭ ଅଛି ଯଦି ଏଇଗୁଡ଼ାକ ତୁମର ଦକ୍ଷତା ଅଛି। ଦେନ୍ ରହିଲା କି ଯେଉଁ ଆବେଦନକାରୀ ଉକ୍ତ ଗୃହରକ୍ଷୀ ପଦବୀ ନିମନ୍ତେ ନିଜର ଆବଶ୍ୟକ ଯୋଗ୍ୟତା ପ୍ରମାଣ କରିବାରେ ବିଫଳ ହେବେ, ସେମାନଙ୍କୁ ଅଯୋଗ୍ୟ ବିବେଚିତ କରାଯିବ। ଏତଦ୍ ବ୍ୟତୀତ ଚୟନ ପରୀକ୍ଷାରେ କୌଣସି ପ୍ରକାରର ସିଲେକ୍ସନ ବୋର୍ଡ ଯଦି ଅନୁଭବ କରନ୍ତି କୌଣସି ପ୍ରାର୍ଥୀଙ୍କର ଗୃହରକ୍ଷୀ ପଦବୀ ଆବଶ୍ୟକ ଯୋଗ୍ୟତା ନାହିଁ, ତେବେ ସେହି ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ରଦ୍ଦ କରିଦିଆଯିବ। ତ ଇଏ ଥିଲା ତୁମମାନଙ୍କର କ'ଣ ନା ସିଲେକ୍ସନ ପ୍ରୋସିଜର। ତା ସହିତ ତୁମମାନେ ଭାବୁଥିବ କି ପଞ୍ଚମ ପିଲା ହିଁ ଆବେଦନ କରିବେ। ବର୍ତ୍ତମାନ ଯେମିତି କମ୍ପିଟିସନ ହେଲାଣି, ଗୋଟେ
ଜବ୍ ପାଇଁ। ତେଣୁ ଏଠି ବି +3 ପିଲା ତମେ ଦେଖିବାକୁ ପାଇବ, ପିଜି ପିଲା ମଧ୍ୟ ଦେଖିବାକୁ ପାଇବ। ଦେନ୍ ରହିଲା ତମର ଆଉ କ'ଣ ରହିଛି ଦେଖିନେବା। ଯଦି ଆବେଦନକାରୀଙ୍କ ସଂଖ୍ୟା ଉପଲବ୍ଧ ଖାଲି ପଦବୀ ଠାରୁ ଅଧିକ ହୁଏ, ତେବେ ଆବେଦନକାରୀକୁ କିଛି ଶାରୀରିକ ପରୀକ୍ଷା, ଚୟନ ପରୀକ୍ଷା, ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼ିବ। ତ ନିଶ୍ଚିନ୍ତ ଏହା ରହିବ ତମମାନଙ୍କ ପାଇଁ। ତା ପୂର୍ବରୁ ଶାରୀରିକ ପରୀକ୍ଷା ତ ନିଶ୍ଚିନ୍ତ ହବ। ତା ସହିତ ଚୟନ ପରୀକ୍ଷା ଯୋଉଟାକି ତମର ରିଟିନ୍ ଏକ୍ଜାମ୍ ରହିବ। ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼ିବ। ଦେନ୍ ରହିଲା ପ୍ରାର୍ଥୀ ଚୟନ କେବେ ଅନୁଷ୍ଠିତ ହେବ, ତାହା ପରବର୍ତ୍ତୀ ସମୟରେ ଆପଣଙ୍କୁ ଥାନା ମାଧ୍ୟମରେ ଜଣାଇ ଦିଆଯିବ ଏବଂ ତୁମେମାନେ ମଧ୍ୟ ଏଇ ନମ୍ବରକୁ ଡାଏଲ୍ କରିକି ବୁଝିପାରିବ। ତ ଇଏ ଥିଲା ପ୍ରୋସିଜର କି ତୁମେମାନେ ଆପ୍ଲାଏ କଲାବେଳେ କ'ଣ ଡକୁମେଣ୍ଟ ଦେବାକୁ ପଡ଼ିବ ଆବେଦନ ସମୟରେ ଏବଂ ସିଲେକ୍ସନ୍ ପ୍ରୋସିଜର କିପରି ହେବ। ପ୍ରଥମେ ନିଶ୍ଚିନ୍ତ ରିଟିନ୍ ହେବ। ଦେନ୍ ରହିଲା କି ତମର ଶାରୀରିକ ପରୀକ୍ଷା ହେବ ବା ଫିଜିକାଲ୍ ଟେଷ୍ଟ। ଦେନ୍ ତମର ଭାଇବସ୍ ବା ତମର ସାକ୍ଷାତକାର ମାଧ୍ୟମରେ ସିଲେକ୍ସନ୍ ପ୍ରୋସିଜର ହବ। ତ ଇଏ ଥିଲା ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ତୁମମାନଙ୍କ ପାଇଁ। ନେକ୍ସଟ ଭିଡ଼ିଓରେ ତୁମମାନଙ୍କ ସହିତ ଡିସ୍କସ୍ ହେବ କି କିପରି ଏହାର ସିଲେକ୍ସନ୍ ପ୍ରୋସିଜର ହବ। ଡିଟେଲ୍ ଆସିଲା ପରେ ପୁଣି ଆମେ ଆଉଥରେ ନେକ୍ସଟ ଭିଡ଼ିଓରେ ଆଲୋଚନା କରିବା। ଥ୍ୟାଙ୍କ ୟୁ ଫର୍ ୱାଚିଂ।